କାଲି ଥିଲା ଆଜ୍ଞା ସନ୍ଧ୍ୟାବେଳେ ଏମିତି ସୂର୍ଯ୍ୟ ବୁଡ଼ି ଯାଉଥିଲା, ଜହ୍ନ ଉଇଁ ଆସୁଥିଲା, ଅନ୍ଧାର ବି ହେଇ ଆସୁଥିଲା, ଆଉ ତା ସାଙ୍ଗକୁ ଶୀତ ବି ମାଡ଼ି ଆସୁଥିଲା। ଆଉ ସେଇ ଶୀତରେ ମୁଁ ଆମ୍ଳାର କିଛି କ୍ୟାଣ୍ଡି ଚାଷଣୀରେ ଡୁବେଇଥିଲି, ତ ତାକୁ ନିଜେ ନିଜେ ଖାଇକି ଅଧା କରିସାରିଲିଣି। ସକାଳୁ ଉଠିକି ବ୍ରେକଫାଷ୍ଟରେ ଆଜ୍ଞା ଖାଇଥିଲି ଭୋଗ, ଆଉ ତା ସାଙ୍ଗରେ ଆମ ସବୁ ଓଡ଼ିଆଙ୍କର ପ୍ରିୟ ପଖାଳ ଭାତ। କାହିଁକିନା ଭାତ ବଳି ଯାଇଥିଲା, ସେଥିପାଇଁ ତାକୁ ନଷ୍ଟ କାହିଁ କରିବା। ତା ସାଙ୍ଗରେ ଆଳୁ ବାଇଗଣ ଟମାଟର ସବୁ ଦଳା ଦଳି, ଆଳୁ ଗୋଲ ଗୋଲ କରି ପତଳା ପତଳା ଭାଜିଛି, ବାଇଗଣ ଟମାଟୋ, ଆଉ ତା ସାଙ୍ଗରେ ପିଆଜ କଞ୍ଚା ଲଙ୍କା ଧଣିଆ ପତ୍ର। ଆ ସାଙ୍ଗକୁ ଟିକେ ମିକ୍ସ କରୁଥିଲି ଶୁଖୁଆଟା, ହେଲେ ଶୁଖୁଆ ତ ନଥିଲା, ଏମିତି ଚଳେଇଦେଲି ଆଉ। ଆଉ ପକୁଡ଼ି ବି କାଲି ଆମର ରାତିରେ ବନେଇଥିଲି, ସେ ଟିକେ ବଳି ଯାଇଥିଲା, ତାକୁ ବି ରଖିଥିଲି, ତାକୁ ବି ତା ସାଙ୍ଗରେ ଖାଇଦେଲି। ସବୁ ଖାଇକି ଲଙ୍କା ଆଜ୍ଞା ଦେଖୁଛନ୍ତି କେତେ ବଡ଼ ବଡ଼, ମୋ ହାତ ଠାରୁ ବି ବଡ଼, ହାତରେ ଧରି ହେଉନି। ଖାଲି ରାଗ ନାହିଁ ଏ ଲଙ୍କାରେ ଜମା, ଖାଲି ଦେଖା ସୁନ୍ଦର। ଆଉ କୁହନ୍ତିନି କଲରାଇ ଫୁଲ, ଇଏ ହେଲା ସେଇଆ। ଭଲସେ ଚକଟିକି ପଖାଳ କଂସେ ଖାଇଦେଲା ପରେ, ସବୁ ଓଡ଼ିଆଙ୍କର ତ ଜାଣିଥିବେ ଆଉ, ଆମର ପେଟ ଶାନ୍ତି, ମନ ଶାନ୍ତି, ହୃଦୟ ଶାନ୍ତି, ଆତ୍ମା ଶାନ୍ତି ଆଉ। ମୁଁ ବି କୁଆଡ଼େ ବାଦ୍ ପଡ଼ିବି, ମୁଁ ବି ସେଇ ସେମ୍। ବହୁତ ଦିନ ପରେ କାଲି ମୁଁ ପଖାଳ ଖାଉଥିଲି, ଥଣ୍ଡା ଯେହେତୁ ପଡ଼ୁଛି, ପଖାଳଟା ଥଣ୍ଡା ହେଇଥିବ, ସେଥିପାଇଁ ଟିକେ ଗରମ ପାଣି ମିଶାଇ ଦେଇଥିଲି, ଖାଇଦେଲି ତା ସାଙ୍ଗରେ। ଦଳା ଆଜ୍ଞା ମୋର ରେଡ଼ି, କିଛି କରନ୍ତୁ ନ କରନ୍ତୁ, ଏଇ ଆଳୁ ବାଇଗଣ ଦଳା ଶୀତ ସାଙ୍ଗେ ଧଣିଆ ପତ୍ର ବାସ୍ନା ସାଙ୍ଗରେ ଆପଣଙ୍କୁ ଚିକେନ୍ ବିରିୟାନୀ, ମଟନ୍ ବିରିୟାନୀ ବି ଫିକା ଲାଗିବ। ଦଳା ରେଡ଼ି, ଚାଲନ୍ତୁ ଖାଇବା ଷ୍ଟାର୍ଟ କରିବା ପକୁଡ଼ି ସାଙ୍ଗରେ। ଖାଇସାରିଲା ପରେ ମୋ ଅବସ୍ଥା, ପଖାଳ ଦୁଇଟା ପ୍ରବଳ, ଖାଇସାରିଲା ପରେ ଥଣ୍ଡାଟା ବେଶୀ ଲାଗିଗଲା। ପଖାଳ ଦୁଇଟା ମୁଁ ପୁରା ଖରାରେ ଠିଆ ହେଇଥିଲି, ଯାଇକି ଘରକୁ ପଳେଇ ଆସିଲି, କହିଲି ନିଦ ବି ମାଇଲା ମୋତେ, ଶୋଇପଡ଼ିବି। କମ୍ବଳ ଭିତରେ ହିଁ ଆଗ ପଶିଗଲି, ଶୀତ ଏତେ କରୁଛି ତାର ହିସାବ ନାହିଁ, ଆଉ ପଖାଳ ଖାଇଲା ପରେ ଶୀତଟା ବେଶୀ କରୁଥିଲା। ତାପରେ କମ୍ବଳ ଭିତରେ ମୋବାଇଲ ଦେଖି ଦେଖି କେତେବେଳେ ଶୋଇପଡ଼ିଛି ମୁଁ ନିଜେ ବି ଜାଣିନି। ଆଉ ବଢ଼ିଆ ନିଦ୍ରା ଶୋଇଛି, 3 ଘଣ୍ଟା ପରେ ଆଜ୍ଞା ଶୋଇଲି। 3 ଘଣ୍ଟା ପରେ ଶୋଇଦେଲି, ମୋ ମୁହଁ ପୁରା ଫୁଲି ଯାଇଛି। ଆଉ ଉଠିଲା ପରେ ମୋ ମୁହଁର ଅବସ୍ଥା, ନିଆଁ ପଇଁ ହେବାକୁ ଯଦି ଟିକେ ମିଳିଯାଆନ୍ତା, ନିଆଁ ଟିକେ